ମୁଁ ଆଜି ଆମ ଗାଁ ମୁଣ୍ଡରେ ଥିବା ବରଗଛ ତଳକୁ ଆସିଛି ବୁଲିବାକୁ। ଦେଖନ୍ତୁ ଏ ବରଗଛ ତଳେ କେମିତି ଛାଇ ତଳ ଦେଖାଯାଉଛି। ଆଉ ଏହି ବରଗଛ ତଳରେ ଜଣେ ଭାଇ ବସିଛନ୍ତି ଛାଇ ତଳେ। ଏ ରାସ୍ତାର ବାମ ପଟରେ ନଦୀ ଦିଶୁଛି ଦେଖନ୍ତୁ। ଆଉ ଡାହାଣ ପଟରେ କ୍ଷେତର ଧାନ ତ ଏବେ କାଟିବାର ଆରମ୍ଭ ହେଇଗଲାଣି। ଆଉ ଏ ରାସ୍ତା ସାଇଡ଼ରେ ଗୋଟେ ପାଣି ଟାଙ୍କି ଅଛି ଦେଖନ୍ତୁ। ଧାନ କାଟିବାର ତ ସମୟ ହେଇଗଲାଣି, ପାଚିଗଲାଣି। ଆଉ ଅଳ୍ପ ଦିନ ମଧ୍ୟରେ ଧାନ କାଟିବା ମଧ୍ୟ ହେଇଯିବ। ବାମ ପଟକୁ ଦେଖନ୍ତୁ, ନଦୀ ମଧ୍ୟ ଦେଖାଯାଉଛି। ଆଉ ଏଭଳିଆ ଖରା ସମୟରେ ଯେକୌଣସି ଲୋକ ମଧ୍ୟ ଛାଇ ତଳେ ବସି କିଛି ସମୟ ଶାନ୍ତ ଅନୁଭବ କରିବ। ଏଭଳିଆ ଭଲ ଭଲ ଭିଡ଼ିଓ ଦେଖିବାକୁ ଲାଇକ୍, ସବସ୍କ୍ରାଇବ୍ ଆଉ କମେଣ୍ଟ କରନ୍ତୁ। ଜୟ